ଆଉ ଦିନକ ପରେ ବୋଇତ ବନ୍ଦାଣ ଉତ୍ସବ ଯାହା ଡଙ୍ଗା ଭସା ଚାଲିବ। ବର୍ତ୍ତମାନ କାର୍ତ୍ତିକ ପୂର୍ଣ୍ଣିମା ତା'ର ସ୍ମୃତିକୁ ମନେ ରଖିବା ପାଇଁ ଆଗ କାଳରେ ସାଧବମାନେ ଯାଉଥିଲେ ବେପାର ବାଣିଜ୍ୟ କରିବା ପାଇଁ। ତା'ର ସ୍ମୃତିକୁ ମନେ ରଖିବା ପାଇଁ ଆଜି ଡଙ୍ଗା ଭସା ହେବ କାର୍ତ୍ତିକ ପୂର୍ଣ୍ଣିମା ଭୋରରୁ ସକାଳୁ। ସେଥିପାଇଁ କିଏ ଆଜି ଡଙ୍ଗା ଭସାଉଛି, କି ଡଙ୍ଗା ତିଆରି କରୁଛି, କିଏ ଡଙ୍ଗା ବେପାର କରୁଛନ୍ତି। ଆଉ ଆମର ଅଛି କଦଳୀ ପାଟୁକାରେ ଡଙ୍ଗା ଭସା ପାଇଁ, କଦଳୀ ପାଟୁକା ପ୍ଲସ୍ ଫୋଲ ଏମିତି ଡଙ୍ଗା ଭସା ଚାଲିଛି। ଆସନ୍ତୁ ଶୁଣିବା କ'ଣ କହୁଛନ୍ତି ଏ ଆମର ବ୍ୟବସାୟୀମାନେ। ନାଁଟା କ'ଣ? ମୋ ନାଁଟା ରାଜକୁମାର ସାହୁ। ଆଜି ବର୍ତ୍ତମାନ ଡଙ୍ଗା ଏଠି ବେପାର ହେଉଛି, ଆଉ କ'ଣ କହିବେ ଆପଣ? ଦେଖନ୍ତୁ, ଆମର ପୂର୍ବପୁରୁଷରୁ କଥା ଅଛି ଡଙ୍ଗା ଭସାଟା ଆମର ସାଧବ ପୁଅମାନେ ଯେହେତୁ ବାଣିଜ୍ୟ କରିବା ପାଇଁ ଅନ୍ୟ ଦେଶମାନଙ୍କୁ ଆଗରୁ ଯାଉଥିଲେ, ସେଇ ପ୍ରଥାଟାକୁ ଆମେ ମନେ ରଖିବା ପାଇଁ ଆମେ କାର୍ତ୍ତିକ ପୂର୍ଣ୍ଣିମା ବା ଅବଶ୍ୟ ଡଙ୍ଗା ଭସା ପାଳନ କରୁଛୁ। ଆଉ ଆମ ଡଙ୍ଗା ଭସା ଏଥରକ ତ ଗୁରୁବାର ରାତି ବା ଅଥବା ଶୁକ୍ରବାର ରାତି 5ଟାରେ ଡଙ୍ଗା ଭସାଟା ପଡ଼ିଛି। ଆଉ ଆମର ତ ଭେରାଇଟି ଡଙ୍ଗା ଏଇଠି ବେପାର ହେଉଛି। ତ ସାଧବ ପୁଅମାନେ ତ ମାସ ସାରା ଯେଉଁ ଧର୍ମ କାର୍ଯ୍ୟ କରୁଛନ୍ତି ଯେଉଁମାନେ, ସେମାନେ ସବୁ ସକାଳୁ ଉଠିକି ଗାଧୋଇ ପାଧେଇକି ଡଙ୍ଗା ଭସା ସବୁ କାର୍ଯ୍ୟ ଅନୁଷ୍ଠିତ ହେବ। ଧନ୍ୟବାଦ। ଆପଣ ନାଁଟା କ'ଣ କହିଲେ? ବର୍ତ୍ତମାନ ଆସୁଛି ଆଗକୁ କାର୍ତ୍ତିକ ପୂର୍ଣ୍ଣିମା, ବୋଇତ ବନ୍ଦାଣ ଉତ୍ସବ ଚାଲିଛି, ଡଙ୍ଗା ବି ଚାଲିଛି। ଆପଣ ବର୍ତ୍ତମାନ ଇଏ ଡଙ୍ଗା ବର୍ତ୍ତମାନ ବୋଇତ କରୁଛନ୍ତି, କ'ଣ କହିବେ ସେ ବିଷୟରେ? ଆମେ ଆଜ୍ଞା ସବୁ ବର୍ଷ ଏମିତି ନିଜେ ବନାଉ। ଆପଣ ଦେଖୁଛନ୍ତି ସୋଲରେ ଆମେ ଏମିତି ବନାଉଛୁ। ବାକି ଆପଣଙ୍କର ସବୁ ପ୍ରକାର ଡଙ୍ଗା ଯାହା ବି ଆମର ଆସୁଛି ଆମେ ତାକୁ ବି ବନାଉଛୁ। କଦଳୀ ପାଟୁକାର ଯେଉଁଟା ଆମର ପରମ୍ପରା ଅଛି ଆଗରୁ, ସେଇଟା ବି ଆମେ କାଲିଠୁ ସେଇଟା ବି ଆରମ୍ଭ କରିଦେବୁ। ସେସବୁ ଜିନିଷ ବି ଲୋକଙ୍କୁ ଖୁସି ଦେଖି ଖୁସି ଲାଗେ ବନେଇବା ପାଇଁ ଏସବୁ ଜିନିଷ। ଏଇଟା ଆପଣଙ୍କୁ ଭଲ ଲାଗେ, ଟିକେ ଗୋଟେ ଇଣ୍ଟରେଷ୍ଟ ଲାଗେ ଏମିତି ଡଙ୍ଗା ପାଇଁ? ବହୁତ ଖୁସି ଲାଗେ ଆଜ୍ଞା। ଭୁବନେଶ୍ୱରରୁ ଗଙ୍ଗାଧର ସାହୁଙ୍କ ରିପୋର୍ଟ, ସଂଘର୍ଷ ଟିଭି।